ଗତ କ୍ଲାସ୍ରେ ଆମେ ପଢ଼ିଥିଲୁ ଚତୁର୍ଥ ଶ୍ରେଣୀର ଗଣିତ ମେଳା ପୁସ୍ତକର 1000ର ପରିଚୟ 1 ନମ୍ବର। ଆଜି ଆମେ 2 ନମ୍ବର କରିବା। ତେବେ ଆସନ୍ତୁ ଦେଖିବା 2 ନମ୍ବର କ'ଣ କହିଛି। ଠିକ୍ ସଂଖ୍ୟା ଗୁଡ଼ିକ ଲେଖି ଶୂନ୍ୟ ସ୍ଥାନ ପୂରଣ କର। ବୁଝିହେଲା? ଆସନ୍ତୁ ଆମେ ଏହି 2 ନମ୍ବରକୁ କରିବା। କ ନମ୍ବର ଏଠି ପ୍ରଶ୍ନ ଦେଇଛି 787 ପ୍ରଥମ ସଂଖ୍ୟା, ତାପରେ ଦ୍ୱିତୀୟ ସଂଖ୍ୟା ଅଛି 788। ଏହି ସ୍ଥାନରେ କେଉଁ ସଂଖ୍ୟା ହେବ? 789। ତାପରେ ଏଠି ହେବ 790, ଏଠି ହେବ 791, ଏଠି ହେବ 792, ଏଠି ହେବ 793, ଏଠି ହେବ 794, ତାପରେ ଏଠି ହେବ 795, ଏଠି ହେବ 796, ଏଠି ହେବ 797, ଏଠି ହେବ 798, ଏଠି ହେବ 799, ଏଠି ହେବ 800, ତାପରେ ଏଠି ହେବ 801, ଏଠି ହେବ 802, ଏଠି ହେବ 803, ଏଠି ହେବ 804, ଏଠି ହେବ 805, ଏଠି ହେବ ତଳପଟେ ଲେଖିବା 806। ବୁଝିହେଲା? ଏହିସବୁ ସଂଖ୍ୟା ଗୁଡ଼ିକ ଯେଉଁ ପୋକର ଚିତ୍ର ଅଛି ହେଲା, ସେଇ ଚିତ୍ରର ଯେଉଁ ଖାଲି ସ୍ଥାନ ଅଛି ସେଠି ସଂଖ୍ୟା ଗୁଡ଼ିକ ହେବ। ବର୍ତ୍ତମାନ ଦେଖିବା ଖ ନମ୍ବର କ'ଣ ଅଛି। ନମ୍ବର ପ୍ରଶ୍ନ, ଏଠି ଗୋଟିଏ ରେଳଗାଡ଼ି ଅଛି ଏବଂ ରେଳଗାଡ଼ିର ଶେଷ ଡବାରୁ ନମ୍ବର ଲେଖାଯାଇଛି ହେଲା। ଆଉ ବାକି ଯେଉଁ ଡବାରେ ନମ୍ବର ନାହିଁ ସେଇ ଡବା ଗୁଡ଼ିକୁ ଆସନ୍ତୁ ଆମେ ଶୂନ୍ୟ ସ୍ଥାନ ପୂରଣ କରିବା। ଶେଷ ଡବାକୁ ଦେଖିବା, ଏଠି ଅଛି 934, ତାପରେ 933। କ'ଣ ହେଇଛି? 1 କମି କମି ଆସିଛି, ହେଲେ ଏହି ଡବାରେ ହେବ 932, ଏହି ଡବାରେ ହେବ 931, ତାପରେ ଏହି ଡବାରେ ହେବ 930, ତାପରେ ଏହି ଡବାରେ ହେବ 929, ଏହି ଡବାରେ ହେବ 928, ଏହି ଡବାରେ ହେବ 927, ଏହି ଡବାରେ ହେବ 926, ତାପରେ ଏହି ଡବାରେ ହେବ 925। ହେଲା, ଆମେ ଖ ନମ୍ବର ଉତ୍ତର ବାହାର କଲୁ, ଶୂନ୍ୟ ସ୍ଥାନ ପୂରଣ କଲୁ। ବର୍ତ୍ତମାନ ଦେଖିବା ଗ ନମ୍ବର କ'ଣ ଅଛି। ଗ ନମ୍ବର ପ୍ରଶ୍ନ ଅଛି କ'ଣ? କଖାରୁରେ ନମ୍ବର ଦିଆଯାଇଛି। ଏଠି 2ଟି ନମ୍ବର ଦିଆଯାଇଛି। ଏ କଖାରୁରେ ଅଛି 679, ତାପରେ ଏହି କଖାରୁରେ ଅଛି 699। ଏହି କଖାରୁ କେତେ ହେବ? ଏ ହେବ 699 ହେଲା। ତାପରେ ଏହି କଖାରୁ ହେବ 709 ଏବଂ ଏହି କଖାରୁ ହେବ 719। ତାପରେ ଦେଖିବା ଏହି କଖାରୁ, ଏଠି ହେବ 669, ତାପରେ ଏହି କଖାରୁ ହେବ 659, ତାପରେ ଏହି କଖାରୁ ହେବ 649, ତାପରେ ଏହି କଖାରୁ ହେବ 639, ତାପରେ ଏହି କଖାରୁ ହେବ 629। ଅର୍ଥାତ୍ 10 10 ବ୍ୟବଧାନରେ ଏସବୁ କଖାରୁର ନମ୍ବର ପଡ଼ିବ। ବୁଝିହେଲା? ବର୍ତ୍ତମାନ ଦେଖିବା ଘ ନମ୍ବର। ଘ ନମ୍ବର ପ୍ରଶ୍ନ, ଏଠି କ'ଣ କରାଯାଇଛି? ଗାଡ଼ିରେ ନମ୍ବର ଦିଆଯାଇଛି। ଏଠି ଗୋଟେ ଗାଡ଼ି ଅଛି, ତାପରେ ଏଠି ଗୋଟେ ଗାଡ଼ି ଅଛି, ନମ୍ବର ଦିଆଯାଇଛି। ଅର୍ଥାତ୍
ଗୋଟିଏ ଏହି ନମ୍ବରରୁ ଆମେ ବ୍ୟବଧାନ ଦେଖିବା। ହେଲେ 348ରୁ 338ର ବ୍ୟବଧାନ ହେଉଛି 10, ଅର୍ଥାତ୍ 338ରୁ 348 10 ଅଧିକ ଅଛି। ହେଲେ ଏଇଠି କ'ଣ ହେବ? ଏଇ ଗାଡ଼ିରେ 10 ଅଧିକ ହେବ। ହେଲେ କେତେ ହେବ? 358 ହେବ। ତାପରେ ଏହି ଗାଡ଼ିରେ ହେବ 368। ତାପରେ ଏହି ଗାଡ଼ିରେ ହେବ 378। ବୁଝିହେଲା? ତାପରେ ଦେଖିବା ଆମେ 338 ଏବଂ 348 ମଧ୍ୟବର୍ତ୍ତୀ ସଂଖ୍ୟା ଦେଖିବା। ଏଠି ମଝି ସଂଖ୍ୟା ହେଲେ 344 ହେଲା। ହେଲେ ଦେଖିବା 344ର ପରବର୍ତ୍ତୀ ସଂଖ୍ୟା ଯେଉଁଟାକି 10 ଅଧିକ ହେବ। ତେବେ ଏଠି ହେବ 354, ଏଠି ହେବ 364, ଏଠି ହେବ 374 ହେଲା। ତାପରେ ଦେଖିବା ଏଠି ହେବ କ'ଣ? 10 ଆମେ କମେଇ ଦେବା। କେତେରୁ? 344ରୁ 10 କମିଯିବ। ହେଲେ 334। ବୁଝିହେଲା? ହେଲେ ଘ ନମ୍ବର ଗଲା। ବର୍ତ୍ତମାନ ଦେଖିବା ଅ ନମ୍ବର କ'ଣ ଅଛି। ଅ ନମ୍ବର ପ୍ରଶ୍ନ, ମାଛମାନଙ୍କର ନମ୍ବର ଲେଖାଯାଇଛି। ଏଠି ଦେଖିବା ଏହି ମାଛର ନମ୍ବର ହେଉଛି 367। ତାପରେ ଏହି ମାଛ ଅଛି 567। ତେବେ ଏହି ମାଛ ହେବ କେତେ? 467 ହେବ, ଅର୍ଥାତ୍ 100 ବ୍ୟବଧାନ ଅଛି। ତାପରେ ଏହି ମାଛ ହେବ 667, ଏ ମାଛ ହେବ 767, ଏହି ମାଛ ହେବ 867, ଏହି ମାଛ ହେବ 967, ଏହି ମାଛ ହେବ 1067, 100 ବ୍ୟବଧାନ। ତାପରେ ଏହି ମାଛ ହେବ 100 କମେଇ ଦେବା ଆମେ ଏହି ମାଛରୁ। ହେଲେ କେତେ ହେବ? 267। ତାପରେ ଏହି ମାଛ ହେବ 167। ବୁଝିହେଲା? ଏ ଥିଲା 1 ନମ୍ବର ପ୍ରଶ୍ନ। ଏ ଥିଲା ଆଜିର ବିଷୟବସ୍ତୁ। ଛାତ୍ରଛାତ୍ରୀ ଏବଂ ଦର୍ଶକ ବନ୍ଧୁ, ଆଜି ଆମେ 2 ନମ୍ବର ପ୍ରଶ୍ନର କରୁ ପର୍ଯ୍ୟନ୍ତ ଯେଉଁ ପ୍ରଶ୍ନ ଗୁଡ଼ିକ ଥିଲା ସେହି ପ୍ରଶ୍ନ ଗୁଡ଼ିକର ଉତ୍ତର ଆମେ ବାହାର କଲୁ। ତେବେ ଦର୍ଶକ ବନ୍ଧୁ ଏବଂ ମୋର ପ୍ରିୟର ଛାତ୍ରଛାତ୍ରୀମାନେ, ଆଜିର କ୍ଲାସ୍କୁ ନେଇ ଆପଣମାନଙ୍କର ମତାମତ କ'ଣ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଦିଅନ୍ତୁ। ତା ସହିତ ଚ୍ୟାନେଲରେ ଯଦି ପ୍ରଥମ କରି ଆସିଥାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆଜିର କ୍ଲାସ୍ ଭଲ ଲାଗିଥିଲେ ଗୋଟିଏ ଲାଇକ୍ କରନ୍ତୁ। ତା ସହିତ ଆଜିର କ୍ଲାସ୍କୁ ନିଜର ସାଙ୍ଗସାଥିମାନଙ୍କ ପାଖକୁ ଗୋଟିଏ ସେୟାର ମଧ୍ୟ କରନ୍ତୁ। ତେବେ ଦର୍ଶକ ବନ୍ଧୁ, ଆଜିର କ୍ଲାସ୍କୁ ଏଠି ସମାପ୍ତ କରୁଛି। ପୁଣି ଦେଖା ହେବା ଅନ୍ୟ ଏକ ନୂଆ କ୍ଲାସ୍ରେ। ସମସ୍ତଙ୍କୁ ଧନ୍ୟବାଦ।